জাতীয় রাজপথরে গজরাজ রাতি অধরে আসিলা ঘণ্টাଏ কাଳ রাস্তায় অটকি রহিলা পরে 6 ফুটর গার্ড ওয়াল ডেই গাঁ ভিতরে পশিলা। ঢেঙ্কানাল জেলা কাମାକ୍ଷାନଗର ଡୁବୁରି 53 নম্বর জাতীয় রাজপথ ମାଳପୁରାଠାରେ ଗୋଠ ଛଡ଼ା ଦୁନ୍ତା ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧବୋଲ ଜଙ୍ଗଲରୁ ଦନ୍ତାଟି ରାଜକୁଳା କାଟେଣି ଗାଁକୁ ପଶି ଆସିଥିଲା। ପରେ ଜାତୀୟ ରାଜପଥ ଉପରେ ପ୍ରାୟ ଘଣ୍ଟାଏ ଧରି ଛିଡ଼ା ହୋଇଥିଲା। ଫଳରେ ଯାତାୟାତ ଠପ୍ ହେବା ସହ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା। ଶେଷରେ ହାତୀଟି 6 ଫୁଟ ଉଚ୍ଚର ଗାର୍ଡ ୱାଲ୍କୁ ଡେଇଁ ତନ୍ଦରସିଙ୍ଗା ଗାଁକୁ ଚାଲି ଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ଲାଗି ରହିଥିବା ବେଳେ ବନ ବିଭାଗ ଦନ୍ତାଟିର ଗତିବିଧି ଉପରେ ନଜର ରଖିଛି। ବିଦ୍ୟାଧର ବରାଳ କାମାକ୍ଷାନଗର ପ୍ରତିନିଧି ଆମ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇଛନ୍ତି। ବିଦ୍ୟାଧର, ଏ ଯେଉଁ ଦୃଶ୍ୟ ଆମେ ବର୍ତ୍ତମାନ ଦେଖୁଛୁ ଟିଭି ସ୍କ୍ରିନ୍ ମାଧ୍ୟମରେ ଯେ ଗାର୍ଡ ୱାଲ୍ ଡେଇଁ ହାତୀଟି ଗାଁ ମୁହାଁ ହୋଇଛି ଏବଂ କେତେବେଳେ ଘଟଣା ଏବଂ ପୁରା ସୂଚନା କ'ଣ ରହିଛି? ବନ ବିଭାଗ ପକ୍ଷରୁ କେତେବେଳେ ଏହାକୁ ଘୋଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା? ଦେଖନ୍ତୁ, ବର୍ତ୍ତମାନ କିଛି ଦିନ ବ୍ୟବଧାନ ପରେ ପୁଣି କାମାକ୍ଷାନଗର ଅଞ୍ଚଳକୁ ଦନ୍ତା ହାତୀଟି ପୁଣି ଆସିଛି। କାହିଁକି ନା ଗତ କିଛି ଦିନ ପୂର୍ବରୁ ଦେଇ ଦନ୍ତା ହାତୀଟି ଏଇ କାମାକ୍ଷାନଗର ଅଞ୍ଚଳରେ ମାଳପୁରା ବାଇଶିଙ୍ଗା ଏବଂ ରାଜକୁଳା ଏଇ ଅଞ୍ଚଳ ମାନଙ୍କରେ ସେ ଉତ୍ପାତ ବଚେଇଥିଲା। କିନ୍ତୁ 8 ଦିନ ପୂର୍ବରୁ ସେ କୋଉ ବାଳକୁ ଚାଲି ଯାଇଥିଲା, ଯାହାଫଳରେ ଲୋକମାନେ ଟିକେ ଆଶ୍ୱସ୍ତ ଥିଲେ। କିନ୍ତୁ ପୁଣି ଫେରିଛି ଗୋଟେ ଚଢା ହାତୀ ଏବଂ ଗାଁ ଭିତରେ ପଶି ଅଧଘଣ୍ଟାଏ କାଳ ରାଜକୁଳା କାଟେଣିରେ ଉତ୍ପାତ କରୁଥିବା ସମୟରେ ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ବନ ବିଭାଗ ପକ୍ଷରେ ସେମିତି ହାତୀ ବି ଆସି ପହଞ୍ଚିଲାଣି, ଜନବସତିରେ ପହଞ୍ଚିଛି ବୋଲି କୌଣସି ଖବର ନଥିଲା। ଲୋକମାନେ ଡାକିବା ପରେ ବା ଖବର ଦେଲା ପରେ ବନ ବିଭାଗ ଆସିଲା ଏବଂ ସିଏ ହାତୀକି ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ସେଠୁ କିଛି ବାଟ ଚାଲି ଆସିକି ରାଜପଥ ଉପରେ ପ୍ରାୟ ଗାର୍ଡ ୱାଲ୍, ଯୋଉଟା କି 6 ଫୁଟର ଗାର୍ଡ ୱାଲ୍ ଦିଆଯାଇଛି, ତାକୁ ନେଇ ରାଜପଥ ଉପରେ ଠିଆ ହାତୀ ଉତ୍ପାତ ଆରମ୍ଭ କରିଦେଇଥିଲା ଏବଂ ଯାହାଫଳରେ କି ଗାଡି ମଟର ସବୁ ଯାତାୟାତ ଠପ୍ ହୋଇଯାଇଥିଲା। ଲୋକ ଭୟଭୀତ ହେଇକି ଥିଲେ। ବର୍ତ୍ତମାନ ବନ ବିଭାଗ ସେ ଘଣ୍ଟାଏ କାଳ ପରେ ତାକୁ ସେଠୁ ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ ଏବଂ ସେ ପାଖ ଅଞ୍ଚଳରେ ବର୍ତ୍ତମାନ କନ୍ଦରସିଙ୍ଗା ଅଞ୍ଚଳରେ ବୁଦା ବୁଦିକା ଅଞ୍ଚଳ, ଯୋଉଠିକି ହାତୀଟି ସମ୍ପୂର୍ଣ୍ଣ ମାନେ ଜଙ୍ଗଲ ଭିତରେ ବୁଦ୍ଧିବଧା ଭିତରେ ଅଛି ଏବଂ ଲୋକମାନେ ବି ଭୟଭୀତ ଭାବରେ ଅଛନ୍ତି। କାହିଁକି ନା ଏ ଦନ୍ତା ହାତୀ ଯେତେବେଳେ ଗୋଠ ଛଡା ହୋଇଥାଏ ଏବଂ ସେମାନଙ୍କର ରୂପ ଉଗ୍ର ହୋଇଥାଏ ଏବଂ ସେମାନେ କ୍ଷୟକ୍ଷତି କରିଥାନ୍ତି, ମଣିଷ ମାରିଥାନ୍ତି, ଯାହାଫଳରେ କି ଅଞ୍ଚଳବାସୀ ବର୍ତ୍ତମାନ ସୁଦ୍ଧା ବି ଭୟଭୀତ ଭାବରେ ଅଛନ୍ତି। ବିବର୍ତ୍ତନ ଓକେ, ଅଞ୍ଚଳବାସୀ ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ବନ ବିଭାଗ ନଜର ରଖିଥିବା ଘଟଣା ମଧ୍ୟ ବା କଥା ମଧ୍ୟ ସାମ୍ନାକୁ ବର୍ତ୍ତମାନ ଆସୁଛି। ପ୍ରକୃତରେ ଗୋଠ ଛଡ଼ା ଦନ୍ତା କିଭଳି ଗୋଠକୁ ଫେରିବ ଏବଂ କ'ଣ ତାର ଗତିବିଧି ରହିଛି? ବହୁତ ବହୁତ ଧନ୍ୟବାଦ ବିଦ୍ୟାଧର, ଆପଣଙ୍କର ଅଧିକ ସୂଚନା ପାଇଁ।